ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ସହରରେ ଦିନକୁ ଦିନ ଗଞ୍ଜେଇ ବେପାରୀଙ୍କ ଆଡ୍ଡା ଜମିବାର ଲାଗିଛି। ଅବକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମାଗୁଛନ୍ତି ଗଞ୍ଜେଇ ବେପାରୀ ଗଞ୍ଜେଇ ପିଇ ପୌରାଞ୍ଚଳକୁ ଧୂଆଁମୟ କରିବା ସହ ବିଭିନ୍ନ ପ୍ରକାର ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଗଞ୍ଜଡ଼ାମାନେ। ଯେତେ ଥର ଧରା ପଡ଼ିଲେ ବି ସେମାନଙ୍କ ସାହସ ଆହୁରି ବଢ଼ି ବଢ଼ି ଚାଲିଛି। ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପଡ଼ା କାଠେ। ହଁ ଦର୍ଶକ ବନ୍ଧୁ, ଟିକିଏ ଭଲ ଭାବରେ ଦେଖନ୍ତୁ, ଏ ହେଉଛନ୍ତି ସେହି ବାବୁ ମହାଶୟ ଯିଏକି ରାଜଗାଙ୍ଗପୁର ସହରକୁ ଗଞ୍ଜେଇରେ ମତୁଆଲ କରୁଛନ୍ତି। ତେବେ ଅସାଧୁ ଜଣକ ମଧୁସୂଦନ କଲୋନୀ ସଂଲଗ୍ନ ରାଧାକୃଷ୍ଣ ମନ୍ଦିର ନିକଟରେ ରହୁଥିବା ଈଶ୍ୱର କୁମାର ସାହୁ ବୋଲି ଜଣାପଡ଼ିଛି। କୌଣସି ଏକ ବିଷୟ ସୂତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ଅଧିକାରୀ ନିଜର ସହକର୍ମୀମାନଙ୍କୁ ନେଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଗିରଫ ପରେ ତାଙ୍କଠାରୁ 1 କେଜି 100 ଗ୍ରାମର ଗଞ୍ଜେଇ ଜବତ ହୋଇଥିବାର ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏବେ ଗଞ୍ଜେଇ ବେପାରୀଙ୍କ ଉପରେ କଡ଼ା ନଜର ରଖିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ଼ରୁ ସଞ୍ଜୀବ କୁମାର ପାଢ଼ୀଙ୍କ ରିପୋର୍ଟ, A1 ଓଡ଼ିଶା।